Welcome to my YouTube channel Route Tutorial। ମୁଁ ଅର୍କିତ। ମୁଁ ତମମାନଙ୍କର ଇନଫର୍ମେସନ୍ ଟେକ୍ନୋଲୋଜି ଆଇଟି ପଢ଼େଇବି। ତ ମୁଁ ଆରମ୍ଭ କରିବାକୁ ଯାଉଛି ଯେ ଆମର ଇନଫର୍ମେସନ୍ ଟେକ୍ନୋଲୋଜିର ପ୍ଲସ୍ ଟୁ ସେକେଣ୍ଡ ଇୟର୍ର ଯାହା ବି ରହିଛି ପ୍ଲସ୍ ଟୁ ସେକେଣ୍ଡ ଇୟର୍ର ଆଗେ ଆରମ୍ଭ କରିବାକୁ ଯାଉଛି। ଦେନ୍ ଟ୍ରାଏ କରିବି ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ର ବି ସେସନ୍ କରିକି ଅପଲୋଡ଼ କରିବା ପାଇଁ। ତ ଉଁ, ତ ପିଲାମାନେ ଦେଖ, ପଢ଼ଉଛି, ସେସନ୍ ଆଟେଣ୍ଡ କର। ଯଦି ତମକୁ ଭଲ ଲାଗୁଛି, ତମକୁ ଯଦି ବୁଝି ହେଉଛି, ତ ପ୍ଲିଜ୍ ଏତିକି ରିକ୍ୱେଷ୍ଟ ପିଲାମାନେ, ତମେ ନିଜ ନିଜର ସାଙ୍ଗଙ୍କ ସହିତ ସେୟାର କର ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଏବଂ ଭିଡ଼ିଓକୁ ଲାଇକ୍ କର। ଯଦିକା ଯେତେ ଯେତେ ପାରିବ ନିଜ ଫ୍ରେଣ୍ଡ ସର୍କଲ୍ ଭିତରେ, ନିଜ କଲେଜ ଫ୍ରେଣ୍ଡସ୍ ମାନଙ୍କ ଭିତରେ ସେୟାର କର ଚ୍ୟାନେଲର ଲିଙ୍କ୍ ଆଉ ଭିଡ଼ିଓର ଲିଙ୍କ୍। ବାସ୍ ସେତିକି। ତ ଚାଲ ଷ୍ଟାର୍ଟ କରିବା ଆମର ଇନଫର୍ମେସନ୍ ଟେକ୍ନୋଲୋଜି। ତ ଇନଫର୍ମେସନ୍ ଟେକ୍ନୋଲୋଜିରେ 2025 ବ୍ୟାଚ୍ ପିଲାଙ୍କ ପାଇଁ, ତ 2025 ବ୍ୟାଚ୍ ପିଲାଙ୍କ ପାଇଁ ତ ଏଇଟା ଚାଲ ଯିବା ଦେଖିବା। ନେଟ୍ରେ ସର୍ଚ୍ଚ କରିବା ହ୍ୱାଟ୍ ଇଜ୍ ଇନଫର୍ମେସନ୍ ଟେକ୍ନୋଲୋଜି। ତ ଗୁଗଲ ଏଠି ଆମକୁ ଦେଲା ଯେ ଦ ଷ୍ଟଡି ଅଫ୍ ୟୁଜ୍ ଅଫ୍ ଇଲେକ୍ଟ୍ରୋନିକ୍ ଇକ୍ୟୁପମେଣ୍ଟ especially computers for collecting and storing and sending out information। ତ ଆର ମାନେ ହଉଛି ଯେ ଦ ଷ୍ଟଡି ଅଫ୍ ୟୁଜ୍ ଅଫ୍ ଇଲେକ୍ଟ୍ରୋନିକ୍ ଇକ୍ୟୁପମେଣ୍ଟ ମାନେ ଆମେ ଇଲେକ୍ଟ୍ରୋନିକ୍ ଇକ୍ୟୁପମେଣ୍ଟ ବିଷୟରେ, ଯନ୍ତ୍ର ବିଷୟରେ ପଢ଼ିବା। ସ୍ପେଶାଲ କରିକି କମ୍ପ୍ୟୁଟର ଆଉ କଲେକ୍ଟିଂ, କେମିତି କମ୍ପ୍ୟୁଟର ଆମର କାମ କରେ, କେମିତି ଇଲେକ୍ଟ୍ରୋନିକ୍ ଡିଭାଇସ୍ ସବୁ କାମ କରନ୍ତି, ଆଉ କେମିତି ଡାଟା କଲେକ୍ଟ କରନ୍ତି ଆଉ ଡାଟା ଷ୍ଟୋର କରନ୍ତି, କେମିତି ଡାଟା ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସେଣ୍ଡ କରନ୍ତି କିମ୍ବା ସେୟାର କରନ୍ତି। ତ ଏଇ ସବୁ ବିଷୟରେ ପଢ଼ିବାକୁ ଆମର ଇନଫର୍ମେସନ୍ ଟେକ୍ନୋଲୋଜି କୁହାଗଲା। ତ ଆଶା କରୁଛି ବୁଝିପାରିଥିବ। ତ ଆମେ ଏବେ ଯିବା ଆମର କ'ଣ ସିଲାବସ୍ ରହିଛି କ'ଣ ନାହିଁ ଦେଖିବା। ଆମର କହିବାକୁ ଗଲେ ଆମର ସିଲାବସ୍ ରହିଛି ଆମର 4ଟା ୟୁନିଟ୍ ରହିଛି। ଫାର୍ଷ୍ଟ ୟୁନିଟ୍ରେ ଆମର ରହିଛି ନେଟୱାର୍କିଂ ଆଣ୍ଡ ଓପନ୍ ଷ୍ଟାଣ୍ଡାର୍ଡସ୍। ତ ଏଟାରେ ଆମର ରହିଛି 30 ମାର୍କ ଆସୁଛି ଫାର୍ଷ୍ଟ ୟୁନିଟ୍ରୁ। ଫାର୍ଷ୍ଟ ୟୁନିଟ୍ ଭିତରେ 3ଟା ଚାପ୍ଟର ରହିଛି, ଗୋଟେ କମ୍ପ୍ୟୁଟର ନେଟୱାର୍କିଂ, ଗୋଟେ ଇଣ୍ଟରନେଟ୍ ଆପ୍ଲିକେସନ୍ ଆଣ୍ଡ ନେଟୱାର୍କ ସିକ୍ୟୁରିଟି ଅନ୍ ଇଣ୍ଟରନେଟ୍। ପ୍ରତି ଚାପ୍ଟରରୁ 10 ମାର୍କ ଆସୁଛି। ତ ଆମେ ସବୁ ଚାପ୍ଟରକୁ 1 ବାଇ 1 କଭର୍ କରିବା। ତ ୟୁନିଟ୍ 1 ଏତିକି। ୟୁନିଟ୍ 2ରେ ଆମର ରହିଲା ପ୍ରୋଗ୍ରାମିଂ। ସ୍ପେଶାଲି ପ୍ରୋଗ୍ରାମିଂ ରହୁଛି ଆମର ଜାଭା ପ୍ରୋଗ୍ରାମିଂ ଯେଉଁଟା ରହୁଛି। ତ ଫାର୍ଷ୍ଟ ଇୟର୍ରେ ଯେଉଁଟା ପଢ଼ୁଥିଲ ତାର ବେସିକ୍ ମାନେ କଭର୍ କରାଯିବ, ବେସିକ୍ ଫଣ୍ଡାମେଣ୍ଟାଲ୍ସ। ଆଉ ତାପରେ ଆମର ପ୍ରୋଗ୍ରାମିଂ ଆର 2ଟା ଚାପ୍ଟର ରହୁଛି, ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସ 10 ମାର୍କ, ଆଉ HTML। ଏଠି ଗୋଟେ ନୂଆ କନସେପ୍ଟ ପଳେଇ ଆଉଛି। HTMLରେ କେମିତି ଆମେ ସବୁ ବିଭିନ୍ନ ପ୍ରକାର ଆମର ୱେବସାଇଟ୍ ଡିଜାଇନ୍ କେମିତି ହୁଏ କ'ଣ ନାହିଁ ଆମେ ଦେଖିବା। HTMLର ଚାପ୍ଟର 2ରେ ରହୁଛି। ଏଠୁ ଆସୁଛି ଆମର 6 ମାର୍କ, ଏଠୁ ଆସୁଛି ଆମର ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସରୁ 10 ମାର୍କସ୍। ତ ଏଇ ୟୁନିଟ୍ରୁ ଆମର ପ୍ରୋଗ୍ରାମିଂ ୟୁନିଟ୍ରୁ ଟୋଟାଲ୍ ଆମର ଆସୁଛି ମାର୍କ 16 ମାର୍କ। ଫାର୍ଷ୍ଟରୁ ଆସିଲା ଆମର 30 ମାର୍କସ୍, ଏଇଟାରେ ଆସିଲା 16। ତ ଥାର୍ଡ଼ ୟୁନିଟ୍ ଆମର କ'ଣ ରହୁଛି, ରିଲେସନାଲ୍ ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍। ଆମର ଯେଉଁ RDBMS ଡାଟାବେସ୍ ରହୁଛି, ତ ସେଥିରୁ ଆମର ଆସୁଛି 14 ମାର୍କ। ଏଟାରେ 2ଟା ଚାପ୍ଟର ଅଛି, ଗୋଟେ ରହିଲା ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସ ଆଉ ଗୋଟେ ଇଣ୍ଟ୍ରୋଡକ୍ସନ୍ ଟୁ MySQL। ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସରେ ତମର ସବୁ ରହିଯିବ ଡାଟାବେସ୍ର ଯେତିକି ହ୍ୱାଟ୍ ଇଜ୍ DBMS, RDBMS କ'ଣ, ତ ଫଣ୍ଡାମେଣ୍ଟାଲ୍ ସବୁ ପ୍ରାଇମେରୀ କି, ଫରେନ୍ କି, ସବୁ ଡିଟେଲ୍ସ ଫାର୍ଷ୍ଟ ଇୟର୍ରେ ବି ପଢ଼ିଥିବ ତମେ ତାର ଫଣ୍ଡାମେଣ୍ଟାଲ୍ସ। ତଥାପି ଏଠି ଆମେ ଦେଖିବା ତ କ'ଣ କେମିତି ରହୁଛି ତାର ଫଣ୍ଡାମେଣ୍ଟାଲ୍ସ। ତାପରେ ଆମର ରହିଛି ଇଣ୍ଟ୍ରୋଡକ୍ସନ୍ ଟୁ MySQL, ଏଇଟା ବି ଫାର୍ଷ୍ଟ ଇୟର୍ରେ ଥିଲା। ତ ଏଇଟା ଫାର୍ଷ୍ଟ ଇୟର୍ରେ ପଢ଼ିଥିବ, ତଥାପି ମୁଁ ଟ୍ରାଏ କରିବି ତ ଫାର୍ଷ୍ଟ ଇୟର୍ର କିଛି କନସେପ୍ଟ, ବେସିକ୍ କନସେପ୍ଟ କହିକି ତ ଏଠି ମୁଁ MySQLରେ ପ୍ରୋଗ୍ରାମ୍ କରିକି ଦେଖେଇବି, ଟ୍ରାଏ କରିବି। ଯିଏ ପିଲା ଫାର୍ଷ୍ଟ ଇୟର୍ର ଦେଖିଥିବ ଭିଡ଼ିଓ, ସରି
ପଢ଼ିଥିବ ଭଲସେ ତ ସେଇ ପିଲା ହିଁ ବୁଝିପାରିବ, ପାଠ ଧରିପାରିବ। ତ ଟ୍ରାଏ କରିବି କହିବାକୁ। ଆଉ ମୁଁ ଫାଷ୍ଟ ଇୟର ବି ଚାହିଁବି, ଆଶା କର ଟ୍ରାଏ କରିବି ଭିଡ଼ିଓ ବହୁତ ଜଲ୍ଦି ଆଣିବା ପାଇଁ, ଫାଷ୍ଟ ଇୟର ବି କ୍ଲାସ୍ ଚ୍ୟାନେଲରେ ଅପଲୋଡ଼ କରିବା ପାଇଁ। ତ ଆପଣମାନେ ଏମିତି ମୋତେ ଯଦି ସପୋର୍ଟ କରିବେ ତାହେଲେ ମୁଁ ଇମ୍ପ୍ରୁଭ୍ କରିବି ଉପରକୁ, ଆଉ ମୋତେ ମୋଟିଭେଟ୍ ଲାଗିବ ଯେ ମୁଁ ଅଧିକ ଭିଡ଼ିଓ ପିଲାମାନଙ୍କ ପାଇଁ କରିବି। ଯଦିକା ଆପଣମାନେ କେହି ସପୋର୍ଟ କରିବେନି ତ ଇଣ୍ଟରେଷ୍ଟିଂ ଡାଉନ୍ ହେଇଯିବ ଗୋଟେ ଲୋକର। ତ ଛାଡ଼, ଯଦି ଆପଣଙ୍କୁ ପାଠ ବୁଝି ହେଉଛି ତ ଆପଣ ପ୍ଲିଜ୍ ଏତିକି ରିକ୍ୱେଷ୍ଟ, ସାଙ୍ଗମାନଙ୍କ ସହିତ ଚ୍ୟାନେଲ୍ ଲିଙ୍କ୍ ସେୟାର କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ବି ଲାଇକ୍ କରନ୍ତୁ। ତ ଆମର ଥାର୍ଡ଼ ୟୁନିଟ୍ ଏତିକି। ତ ଫୋର୍ ୟୁନିଟ୍ ଆମର ରହିଲା ଆଇଟି ଆପ୍ଲିକେସନ୍। ଏଠାରୁ ଆସୁଛି ଆମର 10 ମାର୍କସ୍। ହଁ, ଆଉ ଗୋଟେ କଥା, ଆମର ଥାର୍ଡ଼ ୟୁନିଟ୍ରୁ ଆସୁଛି 14 ମାର୍କସ୍, ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସରୁ 8 ମାର୍କ, ଆଉ ଆମର ଏଠୁ ଇଣ୍ଟ୍ରୋଡକ୍ସନ୍ ମାଇ ଏସକ୍ୟୁଏଲ୍ 6 ମାର୍କ। ତ ଏଇଟା ବେସିକାଲି ଇଣ୍ଟ୍ରୋଡକ୍ସନ୍ ମାଇ ଏସକ୍ୟୁଏଲ୍ଟା ଆମର ରହୁଛି ପ୍ରୋଗ୍ରାମିଂ ପାର୍ଟଟା। ମୁଁ ବି ଗୋଟେ ଲାଇନ୍ ବାଇ ଲାଇନ୍ ବି ପ୍ରାକ୍ଟିକାଲ୍ କରିକି ଦେଖେଇବି। ତ ଟେନସନ୍ ହେବାର ନାହିଁ, ଓରିଡ୍ ହେବାର ନାହିଁ। ନୋଟ୍ ଦେଖେଇବି, ପ୍ରାକ୍ଟିକାଲ ବି ଦେଖେଇବି କେମିତି କ'ଣ। ତମର ଯାହା ଡାଉଟ୍ସ କିଛି ବି କମେଣ୍ଟ ସେକ୍ସନରେ ପଚାରିବ, ମୁଁ ଟ୍ରାଏ କରିବି ସମସ୍ତଙ୍କୁ ରିପ୍ଲାଏ ଦେବା ପାଇଁ, କଣ୍ଟାକ୍ଟ କରିବା ପାଇଁ। ନହେଲେ ଚ୍ୟାନେଲର ଏବାଉଟ୍ରେ ମୋ ଟେଲିଗ୍ରାମ ଲିଙ୍କ୍ ଅଛି, ରାଉଟ ଟ୍ୟୁଟୋରିଆଲ। ତ ପିଲାମାନେ ଯାଇକି ସିମ୍ପଲି ସେଇଠି ଜଏନ୍ କରିପାରିବ। ସେଠି ବି ମୋତେ ମୋ ସହିତ ଡାଇରେକ୍ଟ ଇଣ୍ଟରାକ୍ସନ୍ କରିପାରିବ, କଥାବାର୍ତ୍ତା କରିପାରିବ। ମେସେଜ ବି ଗ୍ରୁପରେ ସମସ୍ତଙ୍କ ପାଇଁ ଆଲାଉ ଅଛି। ତ ନହେଲେ ଟେଲିଗ୍ରାମରେ ସିମ୍ପଲି ଯାଇକି ସର୍ଚ୍ଚ କରିଦେବ ରାଉଟ ଟ୍ୟୁଟୋରିଆଲ, ମୋର ପଳେଇ ଆସିବ ମୋ ଚ୍ୟାନେଲ ଟେଲିଗ୍ରାମର। ତ ସେଠି ଯାଇକି ତମେ ଜଏନ୍ କରିପାରିବ। ତାପରେ ଆମର 4 ୟୁନିଟ୍ ଆସିଲା ଆଇଟି ଆପ୍ଲିକେସନ୍। ତ ଆଇଟି ଆପ୍ଲିକେସନରେ ଆମର ରହୁଛି 10 ମାର୍କସ୍ ଆସୁଛି। ଏଥିରୁ ଆମର ସିମ୍ପଲି କହିବାକୁ ଗଲେ ଏଇଟା ଚାପ୍ଟର ବି ନୁହେଁ, ଏଇଟା ଗୋଟେ ଗୋଟେ କନସେପ୍ଟ ଟାଇପ୍ର। ତ ମୁଁ ଏଟାକୁ ଇଜିଲି ଜାଣିପାରିବା ପାଇଁ ମୋ ଅନୁସାରେ ମୁଁ ଚାପ୍ଟର ଗୋଟେ ଗୋଟେ କରିଦେଇଛି। ଗୋଟେ ହେଉଛି ଇ ବିଜନେସ୍, ଗୋଟେ ଫ୍ରଣ୍ଟ ଏଣ୍ଡ ଆଣ୍ଡ ଇଣ୍ଟରଫେସ୍, ଗୋଟେ ବ୍ୟାକ୍ ଏଣ୍ଡ ଆଣ୍ଡ ଡାଟାବେସ୍, ଗୋଟେ ଡେଭଲପମେଣ୍ଟ ଅଫ୍ ଡାଟାବେସ୍। ତ ପିଲାମାନେ ଆମର ଚାପ୍ଟର ଭିତରେ ଆମର ଏଇଟା ରହୁଛି, ଆମେ କ'ଣ କ'ଣ ପଢ଼ିବା। ଚାପ୍ଟର 1 ଭିତରେ କମ୍ପ୍ୟୁଟର ନେଟୱାର୍କିଂ ଭିତରେ ଆମେ ପଢ଼ିବା ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ, ଡାଟା କମ୍ୟୁନିକେସନ୍ ଇନ୍ ନେଟୱାର୍କସ୍, ଟ୍ରାନ୍ସମିଶନ୍ ମିଡ଼ିଆ, କୋଆକ୍ସିଆଲ୍ କେବୁଲ୍ ଆଣ୍ଡ ଅପ୍ଟିକ୍ ଫାଇବର କେବୁଲ୍, ଅନଗାଇଡେଡ୍ ମିଡ଼ିଆ ୱାୟରଲେସ୍ ଟ୍ରାନ୍ସମିଶନ୍, ନେଟୱାର୍କ ଡିଭାଇସେସ୍, ନେଟୱାର୍କ ଟୋପୋଲୋଜି, ଟାଇପ୍ସ ଅଫ୍ ନେଟୱାର୍କସ୍। ତ ଏତିକି ପଢ଼ିବା, ୱାନ୍ ବାଇ ୱାନ୍ ପୁରା ଡିଟେଲରେ ପଢ଼ିବା, ଡିଟେଲରେ ଆରାମସେ ପୁରା ବିନ୍ଦାସରେ ଓଡ଼ିଆରେ ପଢ଼ିବା। ତ ଧୀରେ ଧୀରେ ପଢ଼େଇବି, ବହୁତ କମ୍ ତ ବୁଝି ହେବ। ତ ପୁରା ନୋଟ୍ସ ଦେଖେଇକି ପଢ଼େଇବି। ତ ଆଶା କରୁଛି ଆପଣମାନେ ବୁଝିପାରିବେ ମୋ ପଢ଼ା, ମୋ ଷ୍ଟାଇଲ୍। ତ ଏଇ ଚାପ୍ଟରଟା, ଏଇ ୟୁନିଟ୍ଟା ଆମ ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ, କାରଣ ଏଥିରୁ 30 ମାର୍କ ଆମକୁ ଡାଇରେକ୍ଟଲି ଥୋଇଦିଏ। ତ ଏଇଟା ବେସିକାଲି ଏଇଟା ଥିଓରି ପାର୍ଟ। ତ ଲେଖିବାକୁ ପଡ଼ିବ। ଲଙ୍ଗ କ୍ୱେଶ୍ଚିନ୍ ଆସିବ କି ସର୍ଟ କ୍ୱେଶ୍ଚିନ୍ ଆସିବ, ପରେ ଆମେ ବି PYQ ଦେଖିବା, ତ ଡିସ୍କସ୍ କରିବା ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ସବୁ। ବାସ୍ ଆମେ ସିଲାବସ୍ ୱାନ୍ସ କଭର୍ କରିସାରିଲା ପରେ ଆମେ କ୍ୱେଶ୍ଚିନ୍ ସେଟ୍ ସବୁ ପ୍ରାକ୍ଟିସ୍ କରିବା। କ୍ୱେଶ୍ଚିନ୍ ବି ମୁଁ ଦେବି, ପିଲା ଡାଇରେକ୍ଟ ଫ୍ୟୁଚରରେ ଯଦିକା ବି ହେବ ୟୁଟ୍ୟୁବରେ ଲାଇଭ୍ ସେସନ୍ ଆଟେଣ୍ଡ କରିବା। ତମେ ମାନେ ଲାଇଭ୍ ପଚାରିବ, ମୁଁ ଗୋଟେ ପରେ ଗୋଟେ କ୍ୱେଶ୍ଚିନ୍ ଆନ୍ସର୍ ଦେଉଥିବି। ତ ଆମେ ଫାଷ୍ଟ ପଢ଼ିବା କମ୍ପ୍ୟୁଟର ନେଟୱାର୍କିଂ। ତ ଏଥିରୁ ଆସୁଛି 10 ମାର୍କ। ତ ପିଲାମାନେ ମୁଁ ଭଲସେ ବୁଝେଇବି, ଆପଣମାନେ ବୁଝିବାକୁ ଟ୍ରାଏ କରନ୍ତୁ। ଯଦିକା ବୁଝିପାରିଲେ ତ ପ୍ଲିଜ୍ ସବୁ ଭିଡ଼ିଓ ଦେଖନ୍ତୁ ଏବଂ ଡେଲି ବେସିସ୍ରେ ଟ୍ରାଏ କରିବି ଭିଡ଼ିଓ ପକାଇବା ପାଇଁ। ମୋତେ ଟାଇମ୍ ବହୁତ ସର୍ଟ, କାରଣ ମୋର ପର୍ସନାଲ୍ କାମ ଯେତିକି ସବୁ ରହିଯାଉଛି, ତ ଅଦର କାମ ରହିଯାଉଛି। ତ ଟ୍ରାଏ କରିବି ଦିନେ ଦୁଇ ଦିନରେ ଗୋଟେ ଭିଡ଼ିଓ ପକାଇବାକୁ, ସପ୍ତାହକୁ 2-3ଟା ପାଖାପାଖି, ପ୍ରାୟ ଭିଡ଼ିଓ 2-3ଟା କି 4ଟା ଖଣ୍ଡେ ପକାଇବାକୁ। ତ ଆପଣମାନଙ୍କର ଯଦିକା ଏମିତି ସପୋର୍ଟ ରହିବ ତାହେଲେ ମୁଁ ମୋଟିଭେଟ୍ ହେଇକି ଭିଡ଼ିଓ ପକାଇବାକୁ ମୋତେ ମୋଟିଭେଟ୍ କରିବ, ମୁଁ ଭିଡ଼ିଓ ଛାଡ଼ିବି। ତ ଫାଷ୍ଟ ମୁଁ ଚାପ୍ଟର 1ର ମୁଁ ସିଲାବସ୍ ଇଏ କରିଦେଇଛି। ତମେମାନେ ଦେଖିବ, ପୁଣି କହିବ ଚାପ୍ଟର 2ର ଭାଇ କାହିଁ ନାହିଁ, ସାର୍ କାହିଁ ନାହିଁ। ତ ଚାପ୍ଟର 2ର ଆମର ଇଏ ପେଣ୍ଡିଂ ଅଛି, ତ ଏବେ ଚାଲିଛି ଚାପ୍ଟର 2 ପାଇଁ। ତ ହେଇଗଲେ ମୁଁ ଏଠି ଅପଡ଼େଟ୍ କରିଦେବି। ତ ଚାପ୍ଟର 3ର ବି ଏତିକି ଆମର ସରିନି।
ତ ଆହୁରି ଚାପ୍ଟର 3 ବି କାମ ଚାଲିଛି, ଯେତିକି ସରିଛି ମୁଁ ଲେଖିଦେଇଛି। ତ ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସରେ ବି ସିଏ ଆମର କାମ ଚାଲିଛି, ଏଥିରେ ବି ଆମର କାମ ଚାଲିଛି, ଅଧା ଅଧି ହେଇଛି। ତ ଆଜ ୱେଲ୍ ଏଜ୍ ଯେତେ ଆମେ ପଢ଼େଇବା ଆମେ ଅପଡ଼େଟ୍ କରିଦେବା। ମୁଁ ଏବେ ତୁମକୁ ଫାଷ୍ଟରୁ ଆରମ୍ଭ କରିବି ଯେ କମ୍ପ୍ୟୁଟର ନେଟୱାର୍କିଂ, ଆମର କମ୍ପ୍ୟୁଟର ଚାପ୍ଟର 1 ୟୁନିଟ୍ 1ର ଚାପ୍ଟର 1 କମ୍ପ୍ୟୁଟର ନେଟୱାର୍କିଂ, ହ୍ୱାଟ୍ ଇଜ୍ କମ୍ପ୍ୟୁଟର ନେଟୱାର୍କିଂ, ସବୁ ଡିଟେଲ୍ସରେ ପଢ଼ିବା। ଇଣ୍ଟ୍ରୋଡକ୍ସନ୍, ତାର ୱାନ୍ ବାଇ ଲାଇନ୍, ତାର ଟାଇପ୍, ତାର କ'ଣ କେମିତି କାମ କରେ କ'ଣ ନାହିଁ, ସବୁ ଡିଟେଲ୍ସରେ ପଢ଼ିବା। ବାସ୍ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ, ଭିଡ଼ିଓଟାକୁ ପୁରା ସାରି ଲାଷ୍ଟ ସାରି ଦେଖନ୍ତୁ। ଆଉ ଗୋଟେ କଥା ପିଲାମାନେ, ଯେତେବେଳେ ଭିଡ଼ିଓ ଦେଖିବ ସାଇଡ଼ରେ କିଛି ବି ଖାତା ରଖିଥିବ, ତ ଯାହା ବି କିଛି ମେନ୍ ମେନ୍ ପଏଣ୍ଟ ମୁଁ କହିବି ତାକୁ ନୋଟ୍ କରିଦେବ, କିମ୍ବା ଭିଡ଼ିଓ ଦେଖିକି ଭିଡ଼ିଓକୁ ପଜ୍ କରିକି ତମ ଅନୁସାରେ ତମେ ନିଜେ ନୋଟ୍ ବନାଅ। ନା କି ମୁଁ କିଛି ବି ନୋଟ୍ସ ପ୍ରୋଭାଇଡ଼ କରିବି, ନୋଟ୍ସ ଦେଖେଇବି, କିନ୍ତୁ ନୋଟ୍ସ ପ୍ରୋଭାଇଡ଼ ମୁଁ ଗ୍ରୁପରେ କରିପାରିବିନି। ତ ତମମାନଙ୍କୁ ଏତିକି ରିକ୍ୱେଷ୍ଟ, ଭିଡ଼ିଓ ଦେଖିକି ନୋଟ୍ ବନୁଅ, ନିଜେ ନିଜେ ପଢ଼ିବା ଏବେଠୁ ଆରମ୍ଭ କରିଦିଅ। କାରଣ +2ରେ ସବୁ କୁହନ୍ତି ଆଇଟି ଗୋଟେ ବଢ଼ିଆ ମାର୍କ ଟେକିଂ ଚାପ୍ଟର, ତ ସେଇଟାର ତମେ ଆଡ଼ଭାଣ୍ଟେଜ୍ ଉଠୁଅ। ତ ମୁଁ ଏତିକି ବି କହିବି, +2 ପର୍ସନାଲି +2ରେ ଆଇଟି ମୋତେ ଭଲ ଲାଗିଥିଲା। ତ ଡିଟେଲ୍ସ ଓଡ଼ିଶାରେ କହୁଛନ୍ତି ମାଷ୍ଟର ପଢ଼ଉଛନ୍ତି, ପିଲା ବୁଝୁଛନ୍ତି, କିନ୍ତୁ ମୁଁ ଏତିକି ଚାହୁଁଛି ଯେ ପିଲା ଡିଟେଲ୍ସରେ ବୁଝନ୍ତୁ। ତ ଡିଟେଲ୍ସରେ ବୁଝନ୍ତୁ, ୱାନ୍ ବାଇ ୱାନ୍ ଲାଇନ୍ ବୁଝନ୍ତୁ। ତ ବୁଝିପାରିଲେ ପିଲାଙ୍କର ଯଦି କନସେପ୍ଟ କ୍ଲିଅର, ତ ପିଲା କୋଉଠି ବି ହାରିବେ ନାହିଁ। ଯେମିତି ବି ଯୁଆଡ଼ୁ ବି କୋଶ୍ଚିନ୍ ପକାଉ, ପିଲା ଆଟେଣ୍ଡ କରିକି ଆସିବା କଥା, ଆସିବେ ପରୀକ୍ଷାରେ। ଫ୍ୟୁଚରରେ ବି ତାଙ୍କୁ ମୁଁ ଏଠି ବି ମାନେ ଡିଟେଲ୍ସରେ କହିଛି, ୱାନ୍ ବାଇ ୱାନ୍ ଟିକେ ଏକ୍ସଟ୍ରା ବି କହିଛି। ପିଲାଙ୍କର ଫ୍ୟୁଚରରେ ଅପଲୋଡ଼ ମାନେ ସରି, ପିଲାଙ୍କର ଫ୍ୟୁଚରରେ ଦରକାର ହେବ ସେଇଟା। ପିଲା ଫ୍ୟୁଚରରେ ଯାଇକି ଜାଣିପାରିବେ ଯେ ହଁ କିଏ ଗୋଟେ ଥିଲା ଆମକୁ ଏମିତି କହୁଥିଲା। ତ ଛାଡ଼, ଏତେ ଆମେ କରିବାନି କଥାବାର୍ତ୍ତା, ଆମେ ଆମ ମେନ୍ ଟପିକ୍ ଉପରକୁ ଆସିବା। ତ ଆମର ଯଦିକା ଏଇଟା କହିବ ଯେ ଭାଇ ତମେ ଏ ସିଲାବସ୍ଟା କ'ଣ ଏମିତି କରିଦେଇଛ, ଇଏ ସିଏ, ଏଇଟା ବହିର ସିଲାବସ୍, ବହିର ବି ସିଲାବସ୍ ପିଲାମାନେ ମୋ ପାଖରେ ଅଛି, ଟେନସନ୍ ନିଅନି, ମୁଁ ଦେଖାଇ ଦେଉଛି। ତ ବହିର ସିଲାବସ୍ ଆମେ ଦେଖିବାକୁ ଗଲେ, ଯଦି ଏଇଟା ହେଉଛି ଆମର, ଏଠି ଦେଖିପାରୁଥିବ +2 ସେକେଣ୍ଡ ଇୟର୍ ପେପର୍ 2 ଇନଫର୍ମେସନ୍ ଟେକ୍ନୋଲୋଜି। ଯଦି ଏବେ ଦେଖାଉନି ମୁଁ ଟିକେ ଜୁମ୍ କରିଦେଉଛି। ତ ଏଠି ଆମର ଫାର୍ଷ୍ଟ ଚାପ୍ଟର ଅଛି କମ୍ପ୍ୟୁଟର ନେଟୱାର୍କିଂ, ଏଠି 10 ମାର୍କସ୍ ଆସୁଛି, ଏଠି 10 ମାର୍କସ୍ ଆସୁଛି ଚାପ୍ଟର 2, ଏଠି ବି 10 ମାର୍କସ୍ ଆସୁଛି, ଟୋଟାଲ୍ 30 ମାର୍କସ୍। ତ ଫାର୍ଷ୍ଟରେ ଆମର ସେଇ ଜିନିଷ ଅଛି, ନେଟୱାର୍କିଂ ଆଣ୍ଡ ବ୍ରିଫ୍ ଓଭରଭ୍ୟୁ, ନେଟୱାର୍କିଂ ଡିଭାଇସେସ୍, ସବୁ ହବ୍, ସୁଇଚ୍, ରାଉଟର, ରିପିଟର, ଗେଟୱେ, ଆମେ ସବୁ ଡିଟେଲ୍ସ ଦେଖିବା, ତାର ଫଙ୍କସନ୍ ବି। ତାପରେ ନେଟୱାର୍କର ଟାଇପ୍ସ କେତେ ରହୁଛି, ଲ୍ୟାନ୍, ମ୍ୟାନ୍, ୱାନ୍ ପ୍ୟାନ୍ ନେଟୱାର୍କ। ତାପରେ ଟପୋଲୋଜି, ଷ୍ଟାର ରିଙ୍ଗ, ବସ୍ ଟ୍ରି, ଆହୁରି ବି ଦୁଇଟା, ଯାହା ବି ଗୋଟେ ଦୁଇଟା ଏକ୍ସଟ୍ରା ଟପୋଲୋଜି ଅଛି, ଆମେ ଦେଖିବା। କମ୍ୟୁନିକେସନ୍ ମିଡ଼ିଆ ସବୁ, ୱେୟାର ଟେକ୍ନୋଲୋଜି, କୋଆକ୍ସିଆଲ୍, ଇଥରନେଟ୍, ଅପ୍ଟିକ୍ ଫାଇବର କେବୁଲ୍, କେମିତି କ'ଣ ୱେୟାରଲେସ୍ରେ ଟେକ୍ନୋଲୋଜିରେ, ବ୍ଲୁଟୁଥ୍, ଇନଫ୍ରାରେଡ୍, ମାଇକ୍ରୋୱେଭ୍, ରେଡ଼ିଓ ଲିଙ୍କ୍, ସାଟେଲାଇଟ୍ ଲିଙ୍କ୍ କେମିତି ବି କାମ କରେ, ପୁରା ଡାଇଗ୍ରାମ ସହିତ ପୁରା ଡିଟେଲ୍ସରେ ଦେଖିବା, କିଛି ଟେନସନ୍ ହେବାର ନାହିଁ। ତ ତାପରେ ଆମର ତୁମେ ଏଇଠି ସିଲାବସ୍ ବି ଦେଖିପାରୁଥିବ। ଯଦିକା ଏ ସିଲାବସ୍ ତୁମକୁ କିଏ ଦରକାର, ତ ମୁଁ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ କରିଦେବି, ତ ଦେଖିଦେବ। ତ ମୁଁ ଆଉ ବେଶୀ କିଛି କହୁନି ୟା ବିଷୟରେ, ତମେ ଏଇଠି ସ୍କ୍ରଲ୍ କରୁଛି ଦେଖିପାରୁଥିବ ତମର ସିଲାବସ୍ କ'ଣ ଅଛି। HTML ଏଇ ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସର ଏତିକି। ତାପରେ ଆମର ଇଣ୍ଟ୍ରୋଡକ୍ସନ୍ ଟୁ ମାଇ ଏସ୍କ୍ୟୁଏଲ୍ ଏତିକି। ମାଇ ଏସ୍କ୍ୟୁଏଲ୍ ଏରା ସବୁ ଆମେ ଏଇ ଫଙ୍କସନ୍ ଗୁଡ଼ାକ ବି ଗୋଟେ ଦେଖିବା। ପାୱାର, ରାଉଣ୍ଡ, ଟ୍ରଙ୍କେଟ୍, ଡେ ଅଫ୍ ମନ୍ଥ, ଡେ ଅଫ୍ ୱିକ୍, ଡେ ଅଫ୍ ଇୟର୍, ନାଓ, ସିସ୍ ଡେଟ୍, ସବୁ ଆଇଟି ଆପ୍ଲିକେସନ୍ ଯେଉଁ ରହିଲା, ଇ ବିଜନେସ୍, ଫ୍ରଣ୍ଟ ଏଣ୍ଡ ଇଣ୍ଟରଫେସ୍, ଫ୍ରଣ୍ଟ ଏଣ୍ଡ ଡାଟାବେସ୍, ବ୍ୟାକ୍ ଏଣ୍ଡ ଡାଟାବେସ୍, ଡେଭଲପମେଣ୍ଟ ଅଫ୍ ଡାଟାବେସ୍, ସବୁ ଦେଖିବା। ମୁଁ ବି ତୁମକୁ ଏଇ ଯେଉଁ ଏରା ପୁରା ପ୍ରାକ୍ଟିକାଲି ରିଏଲି କେମିତି ହେଉଛି ମୁଁ ସ୍କ୍ରିନ୍ ସେୟାର କରିଛି, ତ କରିକି ଦେଖାଉଛି, ତ ଦେଖେଇବି ବି ଆଗକୁ। ତ ପ୍ରୋଗ୍ରାମ ଲାଇନ୍ ବାଇ ଯେତେବେଳେ ଏବେ ଥିଓରି ପଢ଼ାଟା ଏବେ ଆମର ରହୁଛି, ଯେଉଁ କମ୍ପ୍ୟୁଟର ନେଟୱାର୍କିଂ, ଇଣ୍ଟରନେଟ୍ ଆଣ୍ଡ ଆପ୍ଲିକେସନ୍, ନେଟୱାର୍କ ସିକ୍ୟୁରିଟି, ଫାର୍ଷ୍ଟ ୟୁନିଟ୍ଟା ଟିକେ ତମକୁ ବୋରିଂ ଲାଗିବ, କାରଣ ତା ଟୋଟାଲି ଉପରେ ଥିଓରିର ପଳଉଛି। ତ କିନ୍ତୁ ବୁଝିବାର ଜିନିଷ ଅଛି, ବଢ଼ିଆ ବଢ଼ିଆ ଜିନିଷ ସବୁ ଅଛି। ପ୍ରୋଟୋକଲ୍ କେମିତି କାମ କରେ, ଆଉ ତାପରେ ଆମର ହ୍ୟାକିଂ ଉପରେ, ଭାଇରସ୍ କେମିତି, ସାଇବର ଷ୍ଟକିଂ, ଅନଲାଇନ୍ ଫ୍ରଡ୍ କେମିତି ହେଉଛି, ସ୍ନୁପିଂ, ତ ସାଇବର କ୍ରାଇମ୍ସ କେମିତି ହୁଏ, ହ୍ୟାକିଂର ଆମର ଭାଇରସ୍ର ଯେତିକି ଟ୍ରୋଜେନ୍, ମାଲୱେର୍, ଟ୍ରୋଜେନ୍ ହର୍ସ, ତ ସବୁ ଦେଖିବା। ତ ତାପରେ ଆମର ୟୁନିଟ୍ ଗୋଟେ ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସରେ ତମକୁ ଟିକେ ମଜା ଲାଗିବ, କାରଣ ପ୍ରୋଗ୍ରାମିଂ କନସେପ୍ଟ ଆସିବ। ତ ପ୍ରୋଗ୍ରାମିଂ କନସେପ୍ଟ ଆସିଲେ ପ୍ରାକ୍ଟିକାଲ ଦେଖାଯିବ, ଭଲସେ ବୁଝାଯିବ। ତ ସେତେବେଳେ ଟିକେ ମଜା ଲାଗିବ। ଏବେ ଫାଷ୍ଟ ଫାଷ୍ଟ ଟପିକ୍ ତମକୁ ବୋରିଂ ଲାଗିଯାଇପାରେ, କିନ୍ତୁ ପିଲାମାନେ ପ୍ଲିଜ୍ ଏତିକି ମୁଁ ଆଶା କରୁଛି ତମେ କ୍ଲାସ୍ ବି ଏନ୍ଜୟ କରିବ। ତ
ଚାଲ ଆମେ ଷ୍ଟାର୍ଟ କରିବା। ତ ଆମେ ଯଦି ଦେଖିବା ବହିର ବି ଏତିକି ଅଛି ଆମର ବହିରେ ଯୋଉ ସିଲାବସ୍ ଦିଏ ତ କଣ୍ଟେଣ୍ଟର ତ ଫାଷ୍ଟ ଏତିକି ଅଛି ତ ମୁଁ ସେଇଥିରୁ ନେଇକି କରିଛି ନା କି ବାହାରୁ ପିଲାମାନେ ନେଇକି କିଛି କରିଛି ତମରି ସିଲାବସରୁ ନେଇକି କରିଛି। ତ ଚାଲ ଦେଖିବା ଆମ ଫାଷ୍ଟ ୟୁନିଟ୍। ତ ଫାଷ୍ଟ ଆମର ଫାଷ୍ଟ ୟୁନିଟ୍ର ଫାଷ୍ଟ ଚାପ୍ଟରର ଆମର ରହୁଛି ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ। ତ ଚାଲ ଯିବା ଦେଖିବା ଆମର PUI କି ବି ପିଲାମାନେ ଅଛି PUI କି ବି ଦେଖିପାରିବ। ଆମେ ଫାଷ୍ଟ ଚାପ୍ଟରକୁ ଯିବା ଲେଟ୍ କରିବାନି ଚାପ୍ଟର 1 ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ। ଏଇଟା ଆମର ଫାଷ୍ଟ ହେଲା ତ ଜୁମ୍ କରିଦେଉଛି ଯଦି ଦେଖାଉନଥିବ ଠିକ୍ ସେ ଦେଖିପାରିବ ତମେ ମାନେ ଏଇଠୁ ପିଲାମାନେ ମୁଁ ଏ ନୋଟ୍ଟା ଏଇଠି ଦେଖେଇକି ପଢ଼ଉଛି କିନ୍ତୁ ତମକୁ ପ୍ରୋଭାଇଡ଼ କରିପାରିବିନି କାରଣ ଟିକେ କିଛି ରିଜିନ୍ସ ଅଛି ତ ମୁଁ ଏତିକି କହୁଛି ସେଇଥିପାଇଁ କହିଲି ଯେ ଖାତା ପେନ୍ ସାଇଡ଼ରେ ରଖିକି ମୁଁ ଯାହା ବି କିଛି କହୁଛି ତ ନୋଟ୍ କରିଦିଅ ତମକୁ ଯୋଉଟା ବି ସୁଇଟେବୁଲ୍ ଲାଗୁଛି ନିଜ ଅନୁସାରେ ନିଜେ ନୋଟ୍ କରିଦିଅ ନିଜ ପଢ଼ିଲା ବେଳକୁ ଏକ୍ଜାମ୍ ଟାଇମ୍ରେ ସବୁ କଥା ମନେ ପଡ଼ିବ ଡିଟେଲରେ ପଢ଼େଇଛି କିଛି ଟେନସନ୍ ହବାର ନାହିଁ ପରୀକ୍ଷାରେ ବି କ'ଣ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିବ କ'ଣ ନାହିଁ ସେଟା ଆମେ ଦେଖିବା ୱାନ୍ସ ସିଲାବସ୍ କମ୍ପ୍ଲିଟ୍ ହେଇସାରିଲା ପରେ। ତ ଚାଲ ଷ୍ଟାର୍ଟ କରିବା ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ। ତ ପିଲାମାନେ ମୋତେ ଫାଷ୍ଟ ଗୋଟେ କଥା କୁହନ୍ତୁ ଯେ ଆମେ ଜଣଙ୍କ ସହିତ ଜଣେ କେମିତି କମ୍ୟୁନିକେଟ୍ କରୁଛୁ କମ୍ୟୁନିକେଟ୍ ମାନେ କଥାବାର୍ତ୍ତା କରୁଛନ୍ତି। ତ ଜଣଙ୍କ ସହିତ ଆମେ ଆମ ପ୍ୟାରେଣ୍ଟସ୍ ହଉ କିମ୍ବା ଟିଚର ହଉ କିମ୍ବା ଷ୍ଟୁଡେଣ୍ଟ ସାଙ୍ଗସାଥି କିଛି ବି ଯାହା ବି ମାଉସୀ ଭଣଜା ପିଉସୀ ମାମୁଁ ମାଇଁ ଯାହା ବି କିଛି ହଉ ଆମେ ସାଙ୍ଗମାନଙ୍କ ସହିତ କି ଲୋକମାନଙ୍କ ସହିତ କେମିତି ଇଣ୍ଟରାକ୍ଟ କରୁଛନ୍ତି ବା କମ୍ୟୁନିକେସନ୍ କରୁଛନ୍ତି। ତ ଆମର ମଦର ଟଙ୍ଗ ଆମର ମାତୃଭାଷା କହିବାକୁ ଗଲେ ଆମେ ଓଡ଼ିଆ ତ ଆମର ମାତୃଭାଷା ଓଡ଼ିଆ କିଏ ହିନ୍ଦୀ କିଏ ବଙ୍ଗାଳୀ କି ଯାହା ବି କିଛି ଯୋଉ ବି ଭାଷା ଅନୁସାରେ ଆମେ କମ୍ୟୁନିକେସନ୍ ଡେଲି କରୁଛନ୍ତି ଆମ ଲାଇଫରେ। ତ ଏଇ କମ୍ୟୁନିକେସନଟା ଡାଇରେକ୍ଟଲି ହଉ ବା ଇନଡାଇରେକ୍ଟଲି ହଉ ତ ଡାଇରେକ୍ଟଲି କେମିତି ଡାଇରେକ୍ଟଲି ଆମେ ଫେସ୍ ଟୁ ଫେସ୍ କଥା ହେଇପାରିବା। ମୁଁ ଏଇନା ତମ ସହିତ ଗୋଟେ ଅନଲାଇନ୍ ଥ୍ରୋରେ କଥା ହଉଛି ତ କିଏ ଫେସ୍ ଟୁ ଫେସ୍ ତମ ସାଙ୍ଗମାନଙ୍କ ସହିତ ଫେସ୍ ଟୁ ଫେସ୍ ସାମ୍ନା ସାମ୍ନି ବସିକି କଥାବାର୍ତ୍ତା ହବ କିମ୍ବା ବୁଝାବୁଝି ହବ କି ଯାହା ବି ସେଟା ଡାଇରେକ୍ଟଲି କମ୍ୟୁନିକେସନ୍ ହେଲା। ତ ଇନଡାଇରେକ୍ଟଲି ମାନେ କେମିତି ନା ଇନଡାଇରେକ୍ଟଲି ମାନେ ତମେ ଆଉ ଜଣଙ୍କ ଉପରେ ଡିପେଣ୍ଡେଣ୍ଟ ହବ କଥାବାର୍ତ୍ତା ହବାନି କେମିତି ଆଉ ଜଣଙ୍କ ଉପରେ ଡିପେଣ୍ଡେଣ୍ଟ ହବ ନା ତମେ ଟେଲିଫୋନରେ କଥା ହବ ଟେଲିଫୋନ ଦ୍ଵାରା ତମେ କଥା ହେଲ ଫୋନ ଦ୍ଵାରା କଥା ହେଲ ମାନେ ଇଣ୍ଟରନେଟ ଦ୍ଵାରା। ତ ଇଣ୍ଟରନେଟ ଦ୍ଵାରା କେମିତି କଥା ହବ ନା ଇଣ୍ଟରନେଟ ଦ୍ଵାରା ଆମର ଆଇଲା ଯେ ଇଣ୍ଟରନେଟରେ ଆମର ଆସୁଛି ସବୁ ଯେତିକି ଆମର ସୋସିଆଲ ମିଡ଼ିଆ ସବୁ ଆସୁଛି ଫେସବୁକ୍ ଟ୍ୱିଟର ହ୍ୱାଟ୍ସଅପ୍ କିମ୍ବା ଇନଷ୍ଟାଗ୍ରାମରେ ଫଟୋ ବି ପଠେଇ ହବ କିମ୍ବା ଭିଡ଼ିଓ ପଠେଇ ହବ କିମ୍ବା ଚ୍ୟାନେଲର ଲିଙ୍କ କିମ୍ବା କିଛି ବି ତ ସେ ଅନୁସାରେ କମ୍ୟୁନିକେଟ୍ କରିବ। ତ ଏସବୁ କରିବା ଦ୍ୱାରା ଇଣ୍ଟରନେଟକୁ ଆମେ କେମିତି ବି ୟୁଜ୍ କରନ୍ତି ଇଣ୍ଟରନେଟକୁ ଆମେ କେବଳ ୟୁଜ୍ କରନ୍ତି ଗୋଟେ ଫୋନ୍ ଦ୍ୱାରା କିମ୍ବା ଗୋଟେ ଡେସ୍କଟପ୍ କିମ୍ବା ଲାପଟପ୍ ଡେସ୍କଟପ୍ ମାନେ ତମର ପର୍ସନାଲ କମ୍ପ୍ୟୁଟର ପିସି ଯୋଉଟା ରହୁଛି ତ ଏଇସବୁ ଦ୍ୱାରା ଆମେ ଡାଇରେକ୍ଟଲି କିମ୍ବା ଇନଡାଇରେକ୍ଟଲି କମ୍ୟୁନିକେସନ୍ ଜଣେ ଅନ୍ୟ ଜଣଙ୍କ ଦ୍ୱାରା କରିପାରନ୍ତି। ଆଉ ଗୋଟେ କଥା ବି ତମେ ଏକ୍ଜାମ୍ପଲ୍ ନେଇପାରିବ ଏଟିଏମ୍ରେ କେମିତି ଟ୍ରାଞ୍ଜାକ୍ସନ୍ ହୁଏ ଯେ ଏଟିଏମ୍ରେ ଆମେ ଏଟିଏମ୍ରେ ପଇସା ଉଠାଇଲେ ଆମର ବ୍ୟାଙ୍କ କେମିତି ମେସେଜଟା ଯାଉଛି ଆମର ଆକାଉଣ୍ଟ କେମିତି ଅପଡ଼େଟ୍ ହେଇଯାଉଛି। ତ ଆମେ ଆଉ ଗୋଟେ କଥା ବି ଆମେ କମ୍ପ୍ୟୁଟରରୁ ଗୋଟେ ବି ସିଷ୍ଟମ୍ ଦେଲେ କମ୍ପ୍ୟୁଟରରୁ ଗୋଟେ ସିଗ୍ନାଲ ଦେଲେ କିମ୍ବା ପ୍ରିଣ୍ଟ ବଟନ୍ ମାରିଦେଲେ ସିମ୍ପଲି ଆମର ପ୍ରିଣ୍ଟରରେ ପ୍ରିଣ୍ଟ ହେଇଯାଉଛି ସେଇଟା କେମିତି କେମିତି ଏଇଟା ପସିବଲ୍ ହେଉଛି। ତ ଆମର ଏଇ ସବୁରେ କାମ କେମିତି ମାନେ ଚାଲୁଛି କେମିତି ମନରେ ବି ତମର ଗୋଟେ କୋଶ୍ଚିନ୍ ଆସୁଥିବ ଯେ ଗୋଟେ ଡିଭାଇସରୁ ଅନ୍ୟ ଡିଭାଇସ୍ କି କେମିତି ଟ୍ରାନ୍ସଫର୍ ହେଉଛି କେମିତି ମାନେ ମୁଁ ଏଠୁ ତମକୁ ମେସେଜଟା ପଠେଇଲି ତମେ ସେଠି ମନେକର ତମ ବାପା ଏଠି ଏଇନା ମେସେଜଟା ତମକୁ ପଠେଇଲେ ହାଏ ତମେ ପାଇଗଲ ହାଏ କେମିତି ଗୋଟେ ତମ ବାପାଙ୍କ ଫୋନରୁ ତମ ଫୋନକୁ କେମିତି ଆଉଛି। ଆମେ ସିନା କଥାବାର୍ତ୍ତା କହିପାରୁଛନ୍ତି ଆମର ସିନା ମଦର ଟଙ୍ଗ ଅଛି ଆମେ ଇଣ୍ଟରାକ୍ଟ କରିପାରୁଛନ୍ତି କିନ୍ତୁ ସିଷ୍ଟମ୍ ମେସିନ୍ ମାନଙ୍କର କିଛି ଅଛି ସେମିତି ମଦର ଟଙ୍ଗ ମେସିନ୍ ମାନେ କ'ଣ କଥା କହିପାରିବେ ଟୋଟାଲ ବିଲକୁଲ କଥା କହିପାରିବେନି। ତ ସେମାନେ କେମିତି କମ୍ୟୁନିକେଟ୍ କରୁଛନ୍ତି ଗୋଟେ ଡିଭାଇସରୁ ଆଉ ଗୋଟେ ଡିଭାଇସ କି କେମିତି ଆସୁଛି ଇନଫର୍ମେସନ୍। ତ ଏଇଟା କେମିତି ଆସୁଛି ନା ଏଇଟା ଆମର ପସିବଲ୍ ହେଉଛି କୋଉଠି ପାଇଁ ନା କମ୍ପ୍ୟୁଟର ନେଟୱାର୍କିଂ ପାଇଁ। କମ୍ପ୍ୟୁଟର ନେଟୱାର୍କିଂ ଦ୍ୱାରା ଗୋଟେ ଡିଭାଇସରୁ ଆଉ ଗୋଟେ ନେଟୱାର୍କିଂ ଦ୍ୱାରା ତ ଗୋଟେ କମ୍ପ୍ୟୁଟରରୁ ଆଉ ଗୋଟେ କମ୍ପ୍ୟୁଟରରୁ ଡିଭାଇସକୁ ନୋଟିଫିକେସନ୍ ଯାଉଛି କିମ୍ବା ମେସେଜ ଯାଉଛି କମ୍ୟୁନିକେଟ୍ କରୁଛନ୍ତି। ତ
ଏଇଠି ତମେ ଦେଖିପାରୁଥିବ in our daily day to day life we are communicating with our parent teacher through mother tongue ଆମେ ଯାହା କହିଲେ mother tongue ଇଏ ଦ୍ୱାରା ଆମେ ଫ୍ୟାମିଲି ମାନଙ୍କ ସହିତ ଆମେ କଥା ହୁଅନ୍ତି କିମ୍ବା ସାଙ୍ଗସାଥି ସହିତ କମ୍ୟୁନିକେଟ୍ କରନ୍ତି। ଦିସ୍ କମ୍ୟୁନିକେସନ୍ ଇଜ୍ ଗୋଇଂ ଥ୍ରୁ ଦେଅର୍ ଡାଇରେକ୍ଟଲି ଅର୍ ଟେଲିଫୋନ୍ସ ଅର୍ ଭିଆ ଇଣ୍ଟରନେଟ୍ ୟୁଜିଂ କମ୍ପ୍ୟୁଟର ଡେସ୍କଟପ୍ ଲାପଟପ୍। ତ ଏଇଟା ବି ଦେଖିପାରୁଥିବ ଆମେ ବି କମ୍ୟୁନିକେସନ୍ କେମିତି କରନ୍ତି ଡାଇରେକ୍ଟଲି କିମ୍ବା ଇନଡାଇରେକ୍ଟଲି କେମିତି କରୁଛନ୍ତି ଆମେ ତମକୁ ବୁଝେଇଦେଲି। ଡାଇରେକ୍ଟଲି ଆମେ ଫେସ୍ ଟୁ ଫେସ୍ କଥା ହେଉଛନ୍ତି। ତାପରେ ዊ ୟୁଜ୍ ବ୍ୟାଙ୍କ ଏଟିଏମ୍ ଫର୍ ମନି ଟ୍ରାଞ୍ଜାକ୍ସନ୍। ଆମେ ଏଟିଏମ୍ ରୁ ପଇସା ଯେଉଁ ଉଠାଉଛନ୍ତି ଏଟିଏମ୍ କାର୍ଡ଼ ଦ୍ୱାରା। ତ ଉ, ତାର କେମିତି ଅପଡ଼େଟ୍ ଆମ ଆକାଉଣ୍ଟରେ ହେଇଯାଉଛି, ଆମ ବ୍ୟାଙ୍କକୁ ହଠାତ୍ ଗଲାବେଳକୁ ଆମ ଆକାଉଣ୍ଟରେ ସେଇଟା ଅପଡ଼େଟ୍ ହେଇକି ଯାହା ବି କିଛି ମନି ରିସିଭ୍ ହେଇଥିବ କି ମନି ଡେବିଟ୍ ହେଇଥିବ ତ ସେଇଟା ଶୋ କରୁଛି କେମିତି, କେମିତି ହାଉ ଇଜ୍ ଇଟ୍ ଇଜ୍ ପସିବୁଲ୍। ତ take a print from the printer attached to some other computer by appropriating command for our smartphones booking railway tickets and plane tickets for our computer etc। ତ ଗୋଟେ ପ୍ରିଣ୍ଟରରୁ ଆଉ ଗୋଟେ କମ୍ପ୍ୟୁଟରରୁ କେମିତି ନୋଟିଫିକେସନ୍ ଯାଉଛି ସେ ପ୍ରିଣ୍ଟ କରିଦେଉଛି। ଆମେ ଏଇଠି ପ୍ରିଣ୍ଟ ବଟନ୍ ସାଙ୍ଗେ ସାଙ୍ଗେ ଦବାଇବା ଦ୍ୱାରା ସେ ପ୍ରିଣ୍ଟ କରିଦେଉଛି କେମିତି ମାନେ କମ୍ୟୁନିକେଟ୍ କରୁଛି ସିଏ। ତ ସବୁ ଜିନିଷ ଏଠି ଆମେ ଡିଟେଲ୍ସରେ ଦେଖିବା। ତାପରେ ଆମର କହିଲା ହାଉ ଦ ଇନଫର୍ମେସନ୍ ଦ୍ୟାଟ୍ ପାସ୍ ଗେସ୍ ଟ୍ରାନ୍ସଫର୍ ଲାଇକ୍ ପ୍ରିଣ୍ଟର୍ସ ମୋବାଇଲ କେମିତି ଟ୍ରାନ୍ସପୋର୍ଟ ହୁଅନ୍ତା। ତମ ମନରେ ଯେଉଁ ଡାଉଟଟା ଆସୁଥିବ ଏଠି ବି ମୁଁ ସେଇଟା ମେନସନ୍ କରିଛି। ମେସିନ୍ ତ କେମିତି ମେସିନ୍ ଆମର ନାହିଁ ମଦର ମାଉଥ୍ ଇୟର୍ କିମ୍ବା କମ୍ୟୁନିକେଟ୍ କରିବା ପାଇଁ ତ ଏଇଟା କେମିତି ହେଉଛି ଇଟ୍ ହାପେନ୍ସ ଥ୍ରୋ ଏ ପ୍ରୋସେସ୍ କଲ୍ଡ କମ୍ପ୍ୟୁଟର ନେଟୱାର୍କିଂ। ତ କମ୍ପ୍ୟୁଟର ନେଟୱାର୍କ ତାହେଲେ କ'ଣ? ତମକୁ ଯଦି ଆଜି ଆମେ ପଚାରିବ ତମେ ତ ଏତେ ସବୁ ତାକୁ ବୁଝେଇକି ଏତେ ଡିଟେଲ୍ସରେ ଲେଖିବନି ଯେ ଏମିତି ଏମିତି ହେଉଛି। ବାସ୍ ମୁଁ ତମକୁ ବୁଝିବା ପାଇଁ ତମକୁ ଏକ୍ଜାମ୍ପଲଟା ଦେଲି। ଏମିତି ମେଞ୍ଚେ ସାରା ଏକ୍ଜାମ୍ପଲ ଦେଲି ତମେ ଜାଣିପାର ବୁଝିପାର କାହିଁକି ତମେ ଏତିକି ତାକୁ କହିବ ସିମ୍ପଲି। ଏତିକି ଜଣେ କହିଲା ବେଳକୁ ସିଏ ତାର ପେସେନ୍ସ ମାନେ ଲୋ ହେଇସାରିଥିବ, ସିଏ ପୁରା ଡାଉନ୍ ହେଇସାରିଥିବ, ତାର ଇଣ୍ଟରେଷ୍ଟ ହିଁ ପଳେଇବ। ତ ସିମ୍ପଲି ତମେ କହିବ ଏ କମ୍ପ୍ୟୁଟର ନେଟୱାର୍କ ଇଜ୍ ଏ ଗ୍ରୁପ ଅଫ୍ ଇଣ୍ଟରକନେକ୍ଟେଡ ନୋଡ୍ସ or computing device that exchange data and resources with each other। କଣ କହିଲା ଏ ଲାଇନଟା? କମ୍ପ୍ୟୁଟର ନେଟୱାର୍କ ଇଜ୍ ଏ ଗ୍ରୁପ ଅଫ୍ ଇଣ୍ଟରକନେକ୍ଟେଡ ନୋଡ୍ସ। ନୋଟ୍ସ ଆମେ ଜାଣିବା ପରେ କ'ଣ ନୋଟ୍ସ ବି ଏଇଠି ତମକୁ ଦିଆହେଇଛି। କମ୍ପ୍ୟୁଟର ଆଣ୍ଡ ଅଦର ପେରିଫେରାଲ ଡିଭାଇସ୍ କନେକ୍ଟ ଟୁ ଏ ନେଟୱାର୍କ କଲ୍ଡ ଆଟ୍ ନୋଡ୍। ଗୋଟେ ନେଟୱାର୍କ ସହିତ ଏମାନେ କନେକ୍ଟେଡ୍ ହେଇଥାନ୍ତି କମ୍ପ୍ୟୁଟର ଆଣ୍ଡ ଅଦର ପେରିଫେରାଲ ଡିଭାଇସେସ୍। ପେରିଫେରାଲ ଡିଭାଇସେସ୍ ମାନେ ତାର ଆଉଟପୁଟ୍ ଡିଭାଇସେସ୍। ସିମ୍ପଲି ଫାର୍ଷ୍ଟ ଇୟରରେ ତମେ ପଢ଼ିଥିବ ଆଉଟପୁଟ୍ ଡିଭାଇସେସ୍ କ'ଣ। ତ ଇନପୁଟ୍ ଡିଭାଇସେସ୍ କ'ଣ, ପେରିଫେରାଲ ହେଉଛି ଆଉଟପୁଟ୍ ଡିଭାଇସେସ୍ ଇନପୁଟ୍ ଡିଭାଇସେସ୍ ମିଶିକି ତ ପେରିଫେରାଲ ଡିଭାଇସେସ୍। ତ ଅଦର ଡିଭାଇସେସ୍ ସହିତ କନେକ୍ଟେଡ୍ ହେଇଥାଏ ହୁଏ ନେଟୱାର୍କ ସହିତ ସବୁ ଡିଭାଇସେସ୍ ଗୁଡ଼ା କନେକ୍ଟେଡ୍ ହେଇଥାନ୍ତି, ସେଇଟାକୁ ଆମେ କୁହାଯାଏ ନୋଡ୍। ତ ଏଇଠି ସିମ୍ପଲି ବୁଝିପାରୁଥିବ। ତ ନୋଡ୍ କ'ଣ ବୁଝିପାରିଲ, ଇଣ୍ଟରକନେକ୍ଟେଡ୍ ଅଫ୍ ନୋଡ୍ସ ଅର୍ କମ୍ପ୍ୟୁଟିଂ ଡିଭାଇସେସ୍। କମ୍ପ୍ୟୁଟିଂ ଡିଭାଇସେସ୍ ଆମର ଯାହା ବି ରହିଲା ତ ନିଜେ ନିଜମାନଙ୍କ ସହିତ ଇଣ୍ଟରାକ୍ସନ୍ ମାନେ ଇଣ୍ଟରକନେକ୍ଟେଡ୍ ହେଇଥାନ୍ତି ଦ୍ୟାଟ୍ ଏକ୍ସଚେଞ୍ଜ ଡାଟା ଆଣ୍ଡ ରିସୋର୍ସେସ୍ ୱିଥ୍ ଅଦର। ସେ କ'ଣ ପାଇଁ ଇଣ୍ଟରକନେକ୍ଟେଡ୍ ହେଇଥାନ୍ତି? ଏକ୍ସଚେଞ୍ଜ କରିବା ପାଇଁ ଡାଟା ଆଣ୍ଡ ରିସୋର୍ସେସ୍। ଡାଟା ଆଣ୍ଡ ରିସୋର୍ସେସ୍ ଏକ୍ସଚେଞ୍ଜ ୱିଥ୍ ଇଚ୍ ଅଦର କରିବା ପାଇଁ ଇଣ୍ଟରକନେକ୍ଟେଡ୍ ହେଇଥାନ୍ତି, ତାକୁ ଆମେ କମ୍ପ୍ୟୁଟର ନେଟୱାର୍କ କୁହାଯାଏ। ତ a network connection between these devices can be established using a cable wireless media। ଏଇ ନେଟୱାର୍କଟା ମନରେ ବି ଆସୁଥିବ ଇଣ୍ଟରକନେକ୍ଟେଡ୍ କରିବା ପାଇଁ ନିଜମାନଙ୍କ ସହିତ କନେକ୍ଟେଡ୍ ହେଇଥାନ୍ତି। ତ ଏଇ ନେଟୱାର୍କ କନେକ୍ସନଟା କେମିତି ଏଷ୍ଟାବ୍ଲିଶ୍ ହୁଏ, କେମିତି ଗୋଟେ ଡିଭାଇସ୍ ସହିତ ଆଉ ଗୋଟେ ଡିଭାଇସ୍ କେମିତି ଏଷ୍ଟାବ୍ଲିଶ୍ ହୁଏ? ଏଇଟା କେମିତି ଏଷ୍ଟାବ୍ଲିଶ୍ ହୁଏ ନା ଗୋଟେ କେବୁଲ ଦ୍ୱାରା, ଗୋଟେ ୱେୟାର ଦ୍ୱାରା, ଗୋଟେ ନହେଲେ ଆମର ୱେୟାରଲେସ୍ ମିଡ଼ିଆ ଯେମିତି ଆମର ବ୍ଲୁଟୁଥରେ ଜଣେ ପଠେଇଲା ବ୍ଲୁଟୁଥ୍ ହଉ କିମ୍ବା ନିୟର ବାଇ ସେୟାର ହଉ କିମ୍ବା ଅଦର ଆମର ସବୁ ସ୍ୟାଟେଲାଇଟ୍ ଦ୍ୱାରା ସେରା ଆମର ସବୁ ରହୁଛି ୱେୟାରଲେସ୍ ମିଡ଼ିଆ। ୱେୟାର ଦ୍ୱାରା ତାର ଆସି କନେକ୍ଟେଡ୍ ହେଇଥିବ। ଯେମିତି ସିମ୍ପଲି କହିବାକୁ ଗଲେ ଗୋଟେ ଏକ୍ଜାମ୍ପଲ୍ ଦେଖିବା ୱେୟାର ବାଲା ତମର ଯେଉଁ ବ୍ରଡ଼ବ୍ୟାଣ୍ଡ କନେକ୍ସନ୍ ଆସୁଛି ଫୋନ୍ରୁ ଗୋଟେ ତାର ଆସୁଛି ବ୍ରଡ଼ବ୍ୟାଣ୍ଡ କନେକ୍ସନ୍ ସେଇଟା ୱେୟାର ବାଲା। ତ ୱେୟାରଲେସ୍ ବି ବ୍ରଡ଼ବ୍ୟାଣ୍ଡର ଅଛି ଯଦି ତମେ ଲଗେଇବ ତ ଏୟାର ଫାଇବର କିଛି ବି ସେରା ସବୁ ୱେୟାରଲେସ୍ କନେକ୍ସନ୍ ସବୁ ରହୁଛି। ତ ୱାନ୍ସ ଏ କନେକ୍ସନ୍ ଇଜ୍ ଏଷ୍ଟାବ୍ଲିଶଡ sorry once a connection is established then communication protocols such as TCP IP Simple Mail Transfer SMPT and HTTP transfer protocol
hypertext transport protocol are used to exchange data between network devices। ଆମର କନେକ୍ସନଟା ସିନା ଏଷ୍ଟାବ୍ଲିଶ ହେଇଗଲା ତ ତା ଭିତରେ ବି ଆମର ପ୍ରୋଟୋକଲ ସବୁ ରହିଛି ଯିଏ ଆମର ଡାଟା ଗୁଡ଼ାକୁ ଟ୍ରାନ୍ସଫର କରନ୍ତି କିମ୍ବା ଆମର ରିସୋର୍ସ ହଉ କିମ୍ବା ଆମର ଡାଟା ହଉ ନିଜ ମାନଙ୍କ ସହିତ ଗୋଟେ ଡିଭାଇସରୁ ଆଉ ଗୋଟେ ଡିଭାଇସ କି ଡାଟା ଏକ୍ସଚେଞ୍ଜ କରନ୍ତି ଏବଂ ଟ୍ରାନ୍ସଫର କରନ୍ତି। ତ ଆମେ ବି ସବୁ ଜାଣିବା ଟିସିପି କଣ ଆମର ସବୁ ଅଛି ଇଣ୍ଟରନେଟ୍ ଆଣ୍ଡ ଇଟ୍ସ ଆପ୍ଲିକେସନ ଆମର ପ୍ରୋଟୋକଲ ସବୁ ରହିଛି ଟିସିପିର କାମ କଣ ଆଇପିର କାମ କଣ ତାପରେ ଏସ୍ଏମପିର କାମ କଣ ସବୁ ଏଚଟିଟିପିର କାମ କଣ ସବୁ ଆମେ ଡିଟେଲ୍ସରେ ଜାଣିବା ଆର ବି ଆବ୍ରିଭିଏସନ ରହିଛି ଆବ୍ରିଭିଏସନ ବି ତମର ପରୀକ୍ଷାରେ ପଡ଼େ ତ ମୁଁ ତମକୁ ଲାଷ୍ଟରେ ବି ଏ ମଝିରେ ଦେବି ଫ୍ୟୁଚରରେ ତମର ଗୋଟେ ଆବ୍ରିଭିଏସନ ପିଡିଏଫ୍ ଫାଇଲଟେ ତ ଦେଖିପାରିବ ସେଠି 300ରୁ 400 ପାଖାପାଖି ଆବ୍ରିଭିଏସନ ଥିବ ସେରା ସବୁ ତମକୁ ମନେ ରଖିବାର ଅଛି ସବୁ କିଛି ଦେଖିବାର ଅଛି। ତ ତାପରେ ଆମର କହିଲା ଯେ କମ୍ପ୍ୟୁଟର ନେଟୱାର୍କ ଇନଭଲ୍ଭସ୍ ଡିଫରେଣ୍ଟ ଟାଇପ୍ ଅଫ୍ ହାର୍ଡୱେୟାର ଆଜ୍ ୱେଲ୍ ଆଜ୍ ସଫ୍ଟୱେୟାର କମ୍ପୋନେଣ୍ଟ। ଦ ହାର୍ଡୱେୟାର ଡିଭାଇସେସ୍ ଇନକ୍ଲୁଡ୍ ଆମର ରହିଲା ହାର୍ଡୱେୟାର ଡିଭାଇସେସ୍ କଣ ରହିଲା କମ୍ପ୍ୟୁଟର୍ସ ପେରିଫେରାଲ ଡିଭାଇସେସ୍ ଟ୍ରାନ୍ସମିଶନ ମିଡ଼ିଆ ନେଟୱାର୍କିଂ ଡିଭାଇସେସ୍। ଆମର କମ୍ପ୍ୟୁଟର୍ସ ଭିତରେ ରହିଲା ଯେ ଡେସ୍କଟପ୍ ଲ୍ୟାପଟପ୍ ୱାର୍କ ଷ୍ଟେସନ ସ୍ମାର୍ଟଫୋନ୍ସ ଏକ୍ସେଟ୍ରା। ପେରିଫେରାଲ ଡିଭାଇସେସ୍ ଭିତରେ ଆମର ଇନପୁଟ୍ ଆଉଟପୁଟ୍ ଡିଭାଇସେସ୍ ଯେତିକି ରହିଲା ତ ମୁଁ ଏଠି ଯାହା ବି ଯେତିକି ପସିବୁଲ ହେଲା ମେନସନ୍ କରିଛି ତ ବେଶୀ ହେଲେ ପିଡିଏଫଟା ଲଙ୍ଗ ହେଇଯିବ ତ ମୁଁ ସେଥିପାଇଁ ମେନସନ୍ କରିନି। ତ ଟ୍ରାନ୍ସମିଶନ ମିଡ଼ିଆ ଆମର ସିରେ ରହିଲା ଟ୍ରାନ୍ସମିଶନ ମିଡ଼ିଆ ଆମର ଦୁଇ ଟାଇପ୍ର ଗୋଟେ ୱେୟାର୍ଡ ଆଣ୍ଡ ୱେୟାରଲେସ୍ ମିଡ଼ିଆ। ତାପରେ ନେଟୱାର୍କିଂ ଡିଭାଇସେସ୍ ଆମର ଯେତିକି ରହିଲା ହବ୍ ସୁଇଚ୍ ରାଉଟର ମୋଡେମ୍ ଗେଟୱେ ଯାହା ବି କିଛି ଆମର ରହିଲା ତ ନୋଟ୍ସ ତମକୁ କ'ଣ କହିଦେଲି। ତ ତାପରେ ଆମର ତ ସଫ୍ଟୱେୟାର କମ୍ପୋନେଣ୍ଟ ଇନକ୍ଲୁଡ୍ ଦ ସଫ୍ଟୱେୟାର ଆମର ସଫ୍ଟୱେୟାର କମ୍ପୋନେଣ୍ଟସ୍ ଗୁଡ଼ାକ ଆମର ଇନକ୍ଲୁଡ୍ ହେଇଥାନ୍ତି ଦିଟା ରୁଲ୍ସ ଅନୁସାରେ। ତ ଫାର୍ଷ୍ଟ କ'ଣ କହିଲା ଦ ରୁଲ୍ସ ଅଫ୍ କମ୍ୟୁନିକେସନ୍ ବିଟୱିନ୍ ଦ ସିଷ୍ଟମ୍ସ କନେକ୍ଟେଡ୍ ଏ ନେଟୱାର୍କ। ଦ ପ୍ରୋଟୋକଲ୍ ସିମ୍ପଲି କହିବାକୁ ଗଲେ ଆମର ସବୁ ରୁଲ୍ ଥାଏ କିଏ କାହା ସହିତ କମ୍ୟୁନିକେସନ୍ କେମିତି କରିବ କେଉଁ ପ୍ରୋଟୋକଲ୍ ସହିତ କିଏ ଇଣ୍ଟରାକ୍ଟ କରିବ କେଉଁ ପ୍ରୋଟୋକଲ୍ର କାମ କ'ଣ ନାହିଁ ସବୁ ଡିଟେଲ୍ସରେ ଅଛି। ତ ଅ, ଆମେ ସବୁ ପଢ଼ିବା ପରେ କ'ଣର କାମ କ'ଣ କେଉଁ ପ୍ରୋଟୋକଲ୍ସର ସବୁ ଗୁଡ଼ାକ ସଫ୍ଟୱେୟାର କମ୍ପୋନେଣ୍ଟ ଇନକ୍ଲୁଡ୍ ହେଇଥାନ୍ତି କ'ଣ ନା ରୁଲ୍ ମାନେ ସମସ୍ତ କିଏ କେମିତି କାହା ସହିତ କାମ କରିବ ସବୁ ରୁଲ୍ ବାଇ ରୁଲ୍ ମାନେ କାମ ମାନେ ରୁଲ୍ ଅନୁସାରେ ହିଁ କାମ କରିବ। ଆମର ଯେମିତି ଗୋଟେ ଅଛି ଇଣ୍ଡିଆର ସମ୍ବିଧାନ କନଷ୍ଟିଚ୍ୟୁଏନ୍ସି ତାର ସମ୍ବିଧାନ ଅନୁସାରେ ହିଁ ଆମେ ଆମର ରୁଲ୍ ଗୁଡ଼ା ଡିଫାଇନ୍ ହେଇଛି କେଉଁ ଧାରା ଅନୁଯାୟୀ କ'ଣ ସେଇ ଅନୁସାରେ ଦଣ୍ଡ ମିଳୁଛି ପନିଶମେଣ୍ଟ ମିଳୁଛି। ସେମିତି ଆମର ସଫ୍ଟୱେୟାର ଇଏରେ ବି ଆମର ରୁଲ୍ସ ଡିଫାଇନ୍ ହେଇଛି ଯାହାଫଳରେ କିଏ କାହା ସହିତ କେମିତି କାମ କରିବ ସବୁ ରୁଲ୍ସ ଅଣ୍ଡରରେ ହିଁ କାମ କରନ୍ତି। ବି ପଏଣ୍ଟରେ କ'ଣ କହିଲା ଟ୍ରାନ୍ସଲେସନ୍ ଅଫ୍ ସଫ୍ଟୱେୟାର ଫର୍ମାଟ୍ସ ୟୁଜ୍ ଇନ୍ ଡିଫରେଣ୍ଟ ନେଟୱାର୍କ ଥ୍ରୋ ଗେଟୱେଜ୍। ଆମର ଟ୍ରାନ୍ସଲେସନ୍ ଅଫ୍ ସଫ୍ଟୱେୟାର ଫର୍ମାଟ୍ସ ଆମର ସଫ୍ଟୱେୟାରରେ ଦେଖ ତ ତମେ ଏଇନା ସଡନ୍ ଓଡ଼ିଶାର ଲୋକ ତମେ ଏଇନା ତାମିଲନାଡୁ ଯିବ ତ ତାମିଲନାଡୁର ତାମିଲ ଭାଷା ତମେ ବୁଝିପାରିବନି ତ ସେଠି ତମକୁ ଗୋଟେ ଟ୍ରାନ୍ସଲେଟର ଦରକାର। ତ ସେମିତି ଗୋଟେ ନେଟୱାର୍କର ଆଉ ଗୋଟେ ନେଟୱାର୍କର ମିସମ୍ୟାଚ୍ ହେଲା ମାନେ ତାଙ୍କ ମାନେ ଡିଫରେଣ୍ଟ ଦିଟାଙ୍କ ଡିଫରେଣ୍ଟ ନେଟୱାର୍କ ମାନେ ଗୋଟେ ଡିଫରେଣ୍ଟ ନେଟୱାର୍କ ଗୋଟେ ଡିଫରେଣ୍ଟ ନେଟୱାର୍କ ତ ଦି ଜଣଙ୍କ ସହିତ ଇଣ୍ଟରାକ୍ଟ କେମିତି କରିବେ ଥ୍ରୋ ଗେଟୱେଜ୍। ତ ସେଇ ଜିନିଷଟା ଏଠି କହିଲା ଟ୍ରାନ୍ସଲେସନ୍ ଅଫ୍ ସଫ୍ଟୱେୟାର ଫର୍ମାଟ୍ସ ୟୁଜ୍ଡ ଇନ୍ ଡିଫରେଣ୍ଟ ନେଟୱାର୍କ ଥ୍ରୋ ଗେଟୱେଜ୍। ସେମାନେ ଗେଟୱେ ଦ୍ୱାରା ସିଏ ଡିଫରେଣ୍ଟ ନେଟୱାର୍କ ସହିତ କମ୍ୟୁନିକେସନ୍ କରନ୍ତି ଡିଫରେଣ୍ଟ ନେଟୱାର୍କ ସହିତ କନେକ୍ଟେଡ୍ ହୁଅନ୍ତି ସଫ୍ଟୱେୟାର ଇଏ। So in addition to hardware and software components, we need to understand the network architecture. We define a logical manner and in which two computers in a network are connected. It is also known as network topology। कौन कहला है sentence टा? In addition to hardware and software components, our hardware and software components, we need to understand the network architecture which defined a logical manner in which computers in a network are connected। ଆମର ଯାହା ବି କିଛି ହାର୍ଡୱେୟାର ଏବଂ ସଫ୍ଟୱେୟାରର କମ୍ପୋନେଣ୍ଟ ଯେତିକି ଗୁଡ଼ାକ ରହିଲା ତୁମକୁ ବୁଝିବାକୁ ପଡ଼ିବ ତାର ସିଏ କେମିତି ନିଜ ସହିତ କୋଉ ଲଜିକାଲ ମ୍ୟାନରରେ କିଏ କାହା ସହିତ କେମିତି ଆର୍କିଟେକ୍ଚରରେ କନେକ୍ଟେଡ୍ ହବ। ତ ଆମର ତାଙ୍କ ଭିତରେ ଥିବା ମାନେ ମେକାନିଜିମଟାକୁ ବୁଝିବାକୁ ପଡ଼ିବ ନେଟୱାର୍କ ଆର୍କିଟେକ୍ଚରଟାକୁ ଆମକୁ ବୁଝିବାକୁ ପଡ଼ିବ। ତ କିଏ କୋଉ ସଫ୍ଟୱେୟାର କେମିତି କାହା ସହିତ କୋଉ ଷ୍ଟ୍ରକ୍ଚରରେ ଆଡ୍ ହବ କୋଉ ଷ୍ଟ୍ରକ୍ଚରରେ ଜଏନ୍ ହବ କିଏ କାହା ସହିତ କେମିତି ଇଣ୍ଟରାକ୍ଟ କରିବ କିଏ କେମିତି କାହା ସହିତ କନେକ୍ଟେଡ୍ ହବ ଲଜିକାଲ ମ୍ୟାନର ହୁଇଚ୍ ଇନ୍ କମ୍ପ୍ୟୁଟର ଇନ୍ ନେଟୱାର୍କ ଆର୍ କନେକ୍ଟେଡ୍ ଇଟ୍ ଇଜ
କଲ୍ଡ ନେଟୱାର୍କ ଟୋପୋଲୋଜି। ଏହାକୁ ନେଟୱାର୍କ ଟୋପୋଲୋଜି କିଏ କାହା ସହିତ ଲିଙ୍କ କେମିତି କରିବ, କ'ଣ କରିବ, ହାର୍ଡ଼ୱେର୍ ସଫ୍ଟୱେର୍ କାହା ସହିତ କେମିତି କାହାର ନେଟୱାର୍କ ଆର୍କିଟେକ୍ଚର ରହିବ, କେମିତି କାହାର ଡିଜାଇନ ପାଟର୍ନ ସବୁ ରହିବ। ସରି, ଡିଜାଇନ ପାଟର୍ନ ମାନେ ତାର ଡାଇଗ୍ରାମ ସବୁ କେମିତି କ'ଣ ରହିବ, ତ କୋଉ ମ୍ୟାନରରେ କିଏ କାହା ସହିତ ଜଏନ୍ କରିବ, ସେଇରା ସବୁକୁ କୁହାଗଲା ଆମର ନେଟୱାର୍କ ଟୋପୋଲୋଜି। ତ ନେଟୱାର୍କ ଟୋପୋଲୋଜିରେ ଆମର ତାର ଟାଇପ୍ସ ରହିଛି, 5-7 ପ୍ରକାର ଟୋପୋଲୋଜି ରହିଛି। ତ ଏଇଠି ମୁଁ ଦେଖେଇଛି ମେସ୍ ଟୋପୋଲୋଜି, ବସ୍ ଟୋପୋଲୋଜି, ଷ୍ଟାର୍ସ ଟୋପୋଲୋଜି, ରିଙ୍ଗ ଟୋପୋଲୋଜି, ଫ୍ରି ଟୋପୋଲୋଜି, ହାଇବ୍ରିଡ୍ ଟୋପୋଲୋଜି, ଆଉ ଗୋଟେ ବି ଅଛି ପଏଣ୍ଟ ଟୁ ପଏଣ୍ଟ ଟୋପୋଲୋଜି। ସବୁ ଆମେ ଡିଟେଲ୍ସରେ ସବୁ ଡିସ୍କସନ୍ କରିବା, ଡିଟେଲ୍ସରେ ଆମେ ଦେଖିବା ଆମର ଫ୍ୟୁଚର ସେସନରେ ଦେଖିବା, ଆଗକୁ ଆମେ ପଢିବା ଡିଟେଲ୍ସରେ। ତ ଏବେ କିଛି ବି ଓରିଡି ହଉନି, ବାସ୍ ସିମ୍ପଲି ଏଇଠି ଜାଣ ଯେ ନେଟୱାର୍କ ଟୋପୋଲୋଜି କ'ଣ, ଆର ବି ଡେଫିନେସନ୍ ମୁଁ ତୁମକୁ ଡିଟେଲ୍ସରେ କହିବି। ତ ଆମେ ନେଟୱାର୍କ ଟୋପୋଲୋଜି ଯେତେବେଳେ ପଢିବା, ମୁଁ ବାସ୍ ସେଇଠି ତାକୁ ଇଣ୍ଟ୍ରୋଡକ୍ସନ୍ ଇଏରେ ମୁଁ ପକେଇଛି, ବାସ୍ ଏଇ ଜିନିଷ ଏଇଠି ଅଛି। ତ ବାସ୍ ସିମ୍ପଲି ଖାଲି ମନେ ରଖ, କିଛି ବି ଓରିଡ୍ ହବାର ନାହିଁ। ତ ତାପରେ ଆମର ଫର୍ଦର ନେଟୱାର୍କ କ୍ୟାନ୍ ବି କ୍ୟାଟେଗରାଇଜ, ଆମର ନେଟୱାର୍କ ପୁଣି କ୍ୟାଟେଗରାଇଜ ହେଇଛି ବାୟ ଦେୟାର ସାଇଜ as well as their purpose। ତାର ସାଇଜ ଆଣ୍ଡ ଦେୟାର ତାର କାମ ପର୍ପୋଜ କାମ ଅନୁସାରେ ସିଏ ପୁଣି ଯୋଉ ଡିଭାଇଡ୍ ହେଇଛି ଆମର ତାର ମାନେ ତାର types ଗୁଡାକ divide ହେଇଛି। The size of network can be expressed by geographic area and they occupy number of computers they are part of the network। କିଏ କେତିକି ଏରିଆ ଭିତରେ କାମ କରିବ, ଏଇ ଲାଇନଟା ଏତିକି କହିଲା ନେଟୱାର୍କ। ଭାଇ ସବୁଥିର ଗୋଟେ ଗୋଟେ ଲିମିଟ୍ ଅଛି, ସବୁଥିର ଗୋଟେ ଗୋଟେ ରେଞ୍ଜ ଅଛି। ଯେମିତି ତମେ ବ୍ଲୁଟୁଥ, ତ ଗୋଟେ ରୁମରେ ଦି ଜଣ ରହିଛ, ତ ଗୋଟେ ରୁମରେ ଦିଟା ଡିଭାଇସ୍ ଅଛି, ତ ଦିଟାଙ୍କ ଡିଭାଇସ୍ ସହିତ ବ୍ଲୁଟୁଥ ସହିତ ଦି ଜଣଙ୍କ କନେକ୍ଟେଡ। ତ ସିମ୍ପଲି ତମେ ଦେଖିଥିବ ଗୋଟେ ଫୋନ୍ ଏଠି ରହିଲା ପରେ ଆଉ ଗୋଟେ ଫୋନ୍କୁ ଧରିକି କିଛି ବାଟ ଦୂରକୁ ପଳେଇଲା ପରେ ସେ ଡିସକନେକ୍ଟ ହେଇଯାଉଛି। କ'ଣ ପାଇଁ ଏମିତି ହଉଛି, କେବେ ମନରେ ଆସିଛି କ'ଣ ପାଇଁ? ସମସ୍ତଙ୍କର ଭାଇ ଗୋଟେ ଗୋଟେ ଲିମିଟ୍ ଥାଏ। ତ କିଏ କେତେ ବାଟ ସାରି ତାର ନେଟୱାର୍କ ଷ୍ଟ୍ରେନ୍ଥ ରୁହେ, କେତେ ବାଟ ସାରି ସିଏ କମ୍ୟୁନିକେଟ୍ କରିପାରିବ, କେତେ ବାଟ, କେତେ ଲିମିଟ୍, କେତେ ମିଟର କି କେତେ କିଲୋମିଟର କ୍ରସ୍ ହେଲେ ତାର ମାନେ ନେଟୱାର୍କଟା ବ୍ରେକ୍ସ ହବ, ଡିସକନେକ୍ଟ ହେଇଯିବ। ଏ ସବୁ ଜିନିଷ ଅଛି, ତ ସେଇଟା ଏଇଠି କହିଲା। ତ ଦ ସାଇଜ ଅଫ୍ ନେଟୱାର୍କ, ସାଇଜ ମାନେ ତାର କେତେ କେତେ ବଡ଼ ତାର ହ୍ୟାଣ୍ଡେଲ କରିପାରିବ, ତାର କାପାସିଟି କେତେ। ସାଇଜ ଅଫ୍ ନେଟୱାର୍କ କ୍ୟାନ୍ ବି ଏକ୍ସପ୍ରେସ୍ ବାଇ ଜିଓଗ୍ରାଫିକ୍ ଏରିଆ, କେତେ ଏରିଆ ଭିତରେ କିଏ କେତେ ଏରିଆ ଅକୁପାଇ କରୁଛି, କିଏ କେତେ ଏରିଆକୁ କଭର କରିକି ତାର ହ୍ୟାଣ୍ଡେଲ କରିପାରିବ। ତ ସେ ଅନୁସାରେ ତାକୁ ଡିଭାଇଡ୍ କରାହେଇଛି। ଏଠି ଅଛି ଆମର ପ୍ୟାନ୍ ଏରିଆ, ପର୍ସନାଲ ଏରିଆ ନେଟୱାର୍କ ପ୍ୟାନ୍, ଲୋକାଲ ଏରିଆ ନେଟୱାର୍କ ଲ୍ୟାନ୍, ମେଟ୍ରୋପଲିଟନ ଏରିଆ ନେଟୱାର୍କ ମ୍ୟାନ୍, ୱାଇଡ୍ ଏରିଆ ନେଟୱାର୍କ ୱାନ୍। ତ ଆର ବି ଆମେ ଡିଟେଲ୍ସରେ ଟାଇପ୍ସ ଅଫ୍ ନେଟୱାର୍କ ଡିଟେଲ୍ସରେ ପଢ଼ିବା। ଏଠି ବାସ୍ ମୁଁ ତମକୁ ଇଣ୍ଟ୍ରୋଡକ୍ସନ୍ ଦେଇଛି, ତ ବେଶୀ କିଛି ଓରିଡ୍ ହବାର ନାହିଁ। ତାପରେ ଆମର କ'ଣ କହିଲା ଯେ ମେନି ନେଟୱାର୍କ କ୍ୟାନ୍ ବି କନସିଡର୍ଡ ଜେନେରାଲ ପର୍ପୋଜ। ଆମର କିଛି ବି ନେଟୱାର୍କ ଅଛନ୍ତି, କିଛି ପର୍ସନାଲ କାମ ପାଇଁ ୟୁଜ୍ ହୁଏ, କିଛି ଅଲଗା କାମ ପାଇଁ ୟୁଜ୍ ହୁଏ, ଜେନେରାଲ ପର୍ପୋଜ which means they are used for everything for sending files to a printer to accessing the internet। ତାର କାମ କ'ଣ, ଜେନେରାଲ ପର୍ପୋଜ ମାନେ ପ୍ରିଣ୍ଟରଠୁ ପ୍ରିଣ୍ଟ କରିବା ଠାରୁ ଆରମ୍ଭ କରିକି ଇଣ୍ଟରନେଟକୁ ଆକ୍ସେସ୍ କରିକି ସବୁ କରିବା କାମ ବି ସିଏ କରିଦେବ ଜେନେରାଲ ପର୍ପୋଜ। ମେନି ନେଟୱାର୍କ ଏମିତି ବି ଅଛି, ସମ୍ ଟାଇପ୍ ଅଫ୍ ସେଇ ନେଟୱାର୍କ ଗୁଡ଼ାକର ଟାଇପ୍ସ କ'ଣ, ଷ୍ଟୋରେଜ ଏରିଆ ନେଟୱାର୍କ ସାନ୍, ଏଣ୍ଟରପ୍ରାଇଜ ପ୍ରାଇଭେଟ ନେଟୱାର୍କ ଇପିଏନ୍, ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ ଭିପିଏନ୍। ଭିପିଏନ୍ ବି ତମେ ଜାଣିଥିବ, ଗୋଟେ ସର୍ଭର ତମର ଚାଲୁନି ଥର ଏମିତି ତମେ ଏବେ ତମେ ଦେଖୁନ ବିଜିଏମ୍ଆଇ ଆମର ଯୋଉ ସରି ପବଜି ଯୋଉ ଆସିଥିଲା ତ ବ୍ୟାନ୍ ହେଇଗଲା। ତ ପିଲାମାନେ ଇଣ୍ଡିଆରେ ବ୍ୟାନ୍ ଯେତେବେଳେ ହେଇଥିଲା, ପିଲାମାନେ କ'ଣ ଭିପିଏନ୍ ଲଗେଇକି ଖେଳୁଥିଲେ, ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ। ପିପଲ୍ ମାନେ ତାଙ୍କର ପ୍ରାଇଭେଟ ଜିନିଷ ରହିଲା, ତମେ ଅଦର ସର୍ଭର ସହିତ ବି କନେକ୍ଟ କରିପାରିବ। ତ ନା ରିଅଲ ଥିଙ୍ଗ ସହିତ ରିଲେଟ୍ କଲେ ତମେ ବୁଝିପାରିବ ଠିକ୍ ସେ। ତ ଆମର ଇଣ୍ଟ୍ରୋଡକ୍ସନ୍ ପାର୍ଟ ଏଇଠି ଆମର ଖତମ ହେଇଗଲା। ତ ଦେଖିପାରୁଥିବ, ତ ଡିଟେଲ୍ସରେ ଦେଖ, ପଢ଼। ଆଶା କରୁଛି ବୁଝିପାରିଥିବ ପଢ଼ା। ତ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ଜଣେଇବ ନିଶ୍ଚୟ। ତ ପିଲାମାନଙ୍କ ପାଖକୁ ସେୟାର କର, ବହୁତ କିଛି ଆମେ ପଢ଼ିବା ଜାଣିବା ଫ୍ୟୁଚରରେ। ଡିଟେଲ୍ସରେ ମୁଁ ଏକ କୋର୍ସ ନେଇକି ଆସୁଛି, ତ ଡିଟେଲ୍ସରେ ବହୁତ ଡିଟେଲ୍ସରେ ଆମର ଓଡ଼ିଶାର ସିଏଚ୍ଏସ୍ସି ପିଲା, ଓଡ଼ିଆ ପିଲାଙ୍କ ପାଇଁ ଇନଫର୍ମେସନ୍ ଟେକ୍ନୋଲୋଜି ବହୁତ ଡିଟେଲ୍ସରେ ମୁଁ ନେଇକି ଆସୁଛି, ବହୁତ ଡିଟେଲ୍ସରେ। ତ ଆଶା କରୁଛି ବୁଝିପାରିଥିବ। ତ ଏଠି ଆମର ସିଲାବସ୍ ଦେଖିବା। ତ
ଆମର ସେକେଣ୍ଡ ଇୟର ସିଲାବସଟା ଆମର ଫାଷ୍ଟ ଇୟରଟା କମ୍ପ୍ଲିଟ୍ ହେଇଗଲା ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ। ଆମର ଏମିତି ଡେଲି ଗୋଟେ କମ୍ପ୍ଲିଟ୍ କରିଦେଲେ ଆମର ସିଲାବସ୍ ଏକ୍ଜାମ ସାରି ବହୁତ ଜଲ୍ଦି କମ୍ପ୍ଲିଟ୍ ହେଇଯିବ। ମୁଁ ଆଶା କରୁଛି 3 ରୁ 4 ମାସ ଭିତରେ। ଆଜି ତ ହେଇଗଲା ଜୁନ୍ 4, ତ ଟ୍ରାଏ କରିବି ଭିଡ଼ିଓ ଆଜି ଏଡ଼ିଟ୍ କରିକି ଟିକେ ଯାହା ବି କିଛି ଏଡ଼ିଟ୍ କରିକି ଟିକେ ଅପଲୋଡ଼ କରିବା ପାଇଁ ଚ୍ୟାନେଲରେ। ତ ଆଜି ହେଉଛି ଆମର ଫାଷ୍ଟ ଭିଡ଼ିଓ। ତ ଉଁ, ଯାହା ବି କିଛି ମୋର ଭୁଲ ଭଟକା ରହିଯାଇଥିବ ମୋତେ କ୍ଷମା କରିଦେବେ। ତ ଆମେ ପଢ଼ିବା, ଆମର କୋର୍ସ ଲଞ୍ଚ କରିବା, ଆମେ ପଢ଼ିବା। ତ କମ୍ପ୍ଲିଟଲି ଏଟା ଆମର ଫ୍ରି ଅଫ୍ କଷ୍ଟ ରହୁଛି। ତ ଯିଏ ବି ଚାହିଁଲେ ଆସିକି ଦେଖିପାରିବ, ସେମିତି କିଛି ନାହିଁ ଯେ ଡେମୋ ଫେମୋ ନାହିଁ। ବାସ୍ ତମେ ତମ ସାଙ୍ଗମାନଙ୍କୁ ଦେଖ, ସେୟାର କର, ଯଦିକା ପାରୁଛନ୍ତି ଚ୍ୟାନେଲକୁ ବହୁତ ମାତ୍ରାରେ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ପିଲାମାନଙ୍କ ସହିତ ସେୟାର କର। ତମ ସାଙ୍ଗସାଥି ଯିଏ ବି ଆଇଟି ପଢ଼ିବାକୁ ଚାହୁଁଛନ୍ତି ଜୁନିୟର, ତ ଫାଷ୍ଟ ଇୟରର ମୁଁ ଲଞ୍ଚ ବି କରିବି। ଫାଷ୍ଟ ଇୟର ତମ ଜୁନିୟର ବି ଯଦି କଲେଜରେ ଥିବେ ପଢ଼ିବାକୁ ଚାହୁଁଛନ୍ତି କରନ୍ତୁ। ମୋର CHSE ସିଲାବସ୍ ଅନୁସାରେ ହେଇଛି। ତ ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କିଂ ସରିଲା। ତାପରେ କାଲି ଆମେ ପଢ଼ିବା, ନେକ୍ସଟ କ୍ଲାସ୍ ଆମେ ପଢ଼ିବା ଡାଟା କମ୍ୟୁନିକେସନ୍ ଇନ୍ ନେଟୱାର୍କସ୍। ତାପରେ ଟ୍ରାନ୍ସମିଶନ ମିଡ଼ିଆ, ଏମିତି ଆମେ ସବୁ କଭର କରିବା ଧୀରେ ଧୀରେ ଡିଟେଲ୍ସରେ କଭର କରିବା। ତାପରେ ଆମର ୱାନ୍ସ ସିଲାବସ୍ କଭର ହେଇସାରିଲା ପରେ ଆମେ PYQ ଗୁଡ଼ାକ ଡିସ୍କସନ୍ କରିବା, ପ୍ରିଭିୟସ୍ ଇୟର କୋଶ୍ଚିନ୍ ଗୁଡ଼ାକ। ତାପରେ ଆମର ସେଟ୍ ପ୍ରାକ୍ଟିସ୍ କରିବା, ଲାଇଭ୍ ଆସିବି। ତାପରେ ଆମର ସେଟ୍ ପ୍ରାକ୍ଟିସ୍ କରିବା ଲାଇଭ୍ରେ। ମୁଁ ତମକୁ ଦେଖେଇବି କୋଶ୍ଚିନ୍, ତମେ ଆନ୍ସର୍ ଦେବ କମେଣ୍ଟ ଚାଟ୍ ବକ୍ସରେ। ତମେ ଆନ୍ସର୍ ଦେଲା ପରେ ଆମେ ପ୍ରାକ୍ଟିସ୍ କରିବା ଏମିତି ଏକ୍ଜାମ ପାଇଁ। ତ ଆଜି ପାଇଁ ଏତିକି। ରହୁଛି ପିଲାମାନେ।